ନମସ୍କାର, ମୁଁ ପ୍ରବୀଣ ଆପଣମାନଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପରବର୍ତ୍ତୀ ଖବର, ଭତ୍ତା ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି, 7 ଦିନରେ ସମାଧାନ ପ୍ରତିଶ୍ରୁତି। ଭତ୍ତାକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର। ଭତ୍ତା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ବୟାନ ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼। ଆସନ୍ତା 7 ଦିନ ମଧ୍ୟରେ ଭତ୍ତା ସମ୍ପର୍କିତ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ପରବର୍ତ୍ତୀ ଖବର, ଏସ୍ସି, ଏସ୍ଟି, ଏସ୍ସିବିସି ଓ ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଉପହାର, ବୃତ୍ତିଗତ ଶିକ୍ଷାରେ ବଢ଼ିଲା ସଂରକ୍ଷଣ। ବିଜେପି ସରକାର ଆସିବାର 2 ବର୍ଷ ଭିତରେ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଏସ୍ସି, ଏସ୍ଟି, ଏସ୍ସିବିସି ଓ ଓବିସିଙ୍କ ପାଇଁ ରାଜ୍ୟ ସରକାର ବଡ଼ ଉପହାର ଦେଇଛନ୍ତି। ପୂର୍ବରୁ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀ ସଂରକ୍ଷଣ ହାର 12% ଥିବା ବେଳେ ତାହା ଏବେ 22.5% ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ 8%ରୁ 16.25%କୁ ବୃଦ୍ଧି ପାଇଛି। ସେହିପରି ସାମାଜିକ ଓ ଶିକ୍ଷାଗତ ଭାବରେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବା ବେଳେ ବର୍ତ୍ତମାନ ଏହା 11.25% ହୋଇଛି। ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି। ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଖରାଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚିବ ବୋଲି ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼। ବହି ବଣ୍ଟନକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ଛାତ୍ରଛାତ୍ରୀଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏପର୍ଯ୍ୟନ୍ତ 90% ପାଠ୍ୟପୁସ୍ତକ ଛପା ସାରିଥିବା ବେଳେ ସେଗୁଡ଼ିକ ଜିଲ୍ଲା ଓ ବିଦ୍ୟାଳୟଗୁଡ଼ିକରେ ପହଞ୍ଚାଇ ଦିଆଯାଇଛି। ବାକି 10% ବହି ମଧ୍ୟ ଖରାଛୁଟି ମଧ୍ୟରେ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚାଇ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ କହିଛନ୍ତି। ପରବର୍ତ୍ତୀ ଖବର, ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରୀୟ ସମୂହ ସମ୍ମିଳନୀ। 11ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ପ୍ରତି ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ପୁରୀର ଏକ ହୋଟେଲରେ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ରିକ୍ସ ରାଷ୍ଟ୍ରୀୟ ସମୂହ ସମ୍ମିଳନୀ ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ମହଙ୍ଗା ହେଲା ବସ୍ ଯାତ୍ରା। ଡିଜେଲ ଦର ବାରମ୍ବାର ବଢ଼ିବା କାରଣରୁ ରାଜ୍ୟରେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି ପାଇଛି। ମାତ୍ର 17 ଦିନ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଭଡ଼ା ବଢ଼ିବା ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ତାଲିକା ଅନୁସାରେ ବସ୍‌ଗୁଡ଼ିକ କିଲୋମିଟର ପିଛା ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ କିଲୋମିଟର ପିଛା 2 ପଇସା ବଢ଼ିଛି। ବର୍ତ୍ତମାନ ସାଧାରଣ ବସ୍ ଭଡ଼ା 92 ପଇସା ଏବଂ ଏକ୍ସପ୍ରେସ୍ ଭଡ଼ା 90 ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ କିଲୋମିଟର ପିଛା 4 ପଇସା ବଢ଼ିଛି। ଏହା ଫଳରେ ଡିଲକ୍ସ ବସ୍ ଭଡ଼ା 1.35 ଟଙ୍କା ଏବଂ ଏସି ଡିଲକ୍ସ ଭଡ଼ା 1.63। ପରବର୍ତ୍ତୀ ଖବର, ବିଶ୍ୱ ପାଇଁ ବଡ଼ ବିପଦ ମାଡ଼ି ଆସୁଛି ସୁପର ଏଲ୍‌ନିନୋ। ସାରା ବିଶ୍ୱରେ କିଛି ମାସରେ ଭୟଙ୍କର ପ୍ରାକୃତିକ ବିପଦ ଦେଖାଦେଇପାରେ। ଏନେଇ ବିଶ୍ୱକୁ ସତର୍କ କରାଇଛି ବିଶ୍ୱ ପାଣିପାଗ ସଂସ୍ଥାନ। ସାରା ଦୁନିଆରେ ଆଗାମୀ କିଛି ଦିନ ଭିତରେ ସୁପର ଏଲ୍‌ନିନୋ ପ୍ରଭାବ ଦେଖାଇପାରେ। 1877ରେ ଆସିଥିବା ବିନାଶକାରୀ ଏଲ୍‌ନିନୋ ଭଳି ଏହା ପ୍ରଭାବିତ କରିପାରେ। ବିଶ୍ୱର ଏକାଧିକ ବଡ଼ ଅଂଶରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ୱାରା ଭାରତ ବି ଅନେକ ପରିମାଣରେ ପ୍ରଭାବିତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ସପ୍ତାହ ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ବିଶ୍ୱର ଅନେକ ସ୍ଥାନରେ ଗ୍ରୀଷ୍ମଲହରୀ, ବନ୍ୟା ଏବଂ ମରୁଡ଼ି ଆସିପାରେ। ତେଣୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ତାହାକୁ ନେଇ ଆକଳନ ଚାଲିଛି। ପରବର୍ତ୍ତୀ ଖବର, କୋଷ୍ଟାଲ ହାଇୱେକୁ କେନ୍ଦ୍ରର ମଞ୍ଜୁରୀ। ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।
ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ରାଜପଥ ନିର୍ମାଣ ହେବ। ରାମେଶ୍ୱର ଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ 160.18 କିଲୋମିଟର ରାସ୍ତା ପାଇଁ 8,300 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବିକାଶରେ କୋଷ୍ଟାଲ ହାଇୱେ ଗେମ୍ ଚେଞ୍ଜର ହେବ। ପ୍ରଥମ ପର୍ଯ୍ୟାୟରେ ଏହି ମେଗା ପ୍ରକଳ୍ପକୁ 2ଟି ପ୍ୟାକେଜରେ ବିଭକ୍ତ କରାଯାଇଛି। ପ୍ୟାକେଜ 1 ଅଧୀନରେ ରାମେଶ୍ୱର ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ରାସ୍ତାକୁ 4 ଲେନ୍ ବିଶିଷ୍ଟ ହାଇୱେ କରାଯିବ ଏବଂ ପ୍ୟାକେଜ 2 ଅଧୀନରେ କାକରପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରୋଡ୍କୁ 2 ଲେନ୍ ବିଶିଷ୍ଟ କରାଯିବ। ପରବର୍ତ୍ତୀ ଖବର, କର୍ଣ୍ଣାଟକ ପାଇବ ନୂଆ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଡିକେ ଶିବକୁମାର। ସେ ହେବେ କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଧରମେୟା ଇସ୍ତଫା ଦେଇସାରିଛନ୍ତି। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ ନେଇ ସିଦ୍ଧରମେୟା ଓ ଶିବକୁମାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କଂଗ୍ରେସ ହସ୍ତକ୍ଷେପ ପରେ ଏହାର ସମସ୍ୟାର ସମାଧାନ ହୋଇଅଛି। ପରବର୍ତ୍ତୀ ଖବର, ଆଜି ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2024 ଆୟୋଜିତ ହେବାକୁ ଯାଉଛି। ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2024 ଆୟୋଜିତ ହେବାକୁ ଯାଉଛି। ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ସମୁଦ୍ର ତଟର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଇଲେକ୍ଟ୍ରୋନିକ ନଜରଦାବି, ବନ୍ଦରର ସୁରକ୍ଷା ଓ ମତ୍ସ୍ୟଜୀବୀମାନଙ୍କର ଭୂମିକା ଭଳି ବିଷୟରେ ଆଲୋଚନା କରାଯିବ। ପରବର୍ତ୍ତୀ ଖବର, ପୁରୀ ଜଗନ୍ନାଥ ମନ୍ଦିରରେ କାର୍ଯ୍ୟକାରୀ ହେବ ଇ-ହୁଣ୍ଡି ବ୍ୟବସ୍ଥା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି। ତେବେ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା କରାଯାଇଅଛି। ଏହି ପ୍ରକ୍ରିୟାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ। ପରବର୍ତ୍ତୀ ଖବର, 1,100 ଟଙ୍କାରେ ଘରେ ପହଞ୍ଚିବ ମହାପ୍ରଭୁଙ୍କର ମହାପ୍ରସାଦ। ମହାପ୍ରଭୁ ଜଗନ୍ନାଥଙ୍କର ମହାପ୍ରସାଦକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ବିବାଦ। ଶ୍ରୀମନ୍ଦିରର ପ୍ରଶାସନ ଓ ସୁପ୍ରିମକୋର୍ଟଙ୍କର କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଅନଲାଇନରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଥର ପୁଣ୍ୟ ଭାବନା ନାମକ ଏକ ୱେବସାଇଟ ମହାପ୍ରଭୁଙ୍କର ମହାପ୍ରସାଦକୁ ସିଧାସଳଖ ଭକ୍ତଙ୍କର ଘରେ ପହଞ୍ଚାଇବାକୁ ବିଜ୍ଞାପନ ଦେଇଥିବା ଘଟଣାକୁ ନେଇ ତେଜିଛି ବିବାଦ। ପ୍ରକାଶିତ ପୋଷ୍ଟରରେ ଦାବି କରାଯାଇଛି, ଅଥେଣ୍ଟିକ ଜଗନ୍ନାଥ ପୁରୀ ଟେମ୍ପୁଲ ମହାପ୍ରସାଦ ନାଓ ଆଟ୍ ୟୋର ଡୋର ଷ୍ଟେପ୍। ଅର୍ଥାତ୍ 1,100 ଟଙ୍କା ପ୍ରଦାନ କଲେ କୋରିଅର ମାଧ୍ୟମରେ ମହାପ୍ରସାଦ ଭକ୍ତଙ୍କର ଘରେ ପହଞ୍ଚିଯିବ। ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଧାର୍ମିକ ମହଲରେ ଚର୍ଚ୍ଚା ଓ ଅସନ୍ତୋଷ ବଢ଼ିଛି।